ଜୟ ଜଗନ୍ନାଥ ସାଙ୍ଗମାନେ। ବର୍ତ୍ତମାନ ବି ମୁଁ ସାତପଡ଼ାରୁ ବାହାରି ବୋଲି ପୁରୀ। ବର୍ତ୍ତମାନ ବି ମୁଁ ରୋଡ଼ରେ ଯାଉଛି। ଦେଖନ୍ତୁ ଯାଉ ଯାଉ ବଜାରରେ ଦେଖିବେ ଲୋକ ବହୁତ ସବୁ କ୍ରସ୍ କରୁଛନ୍ତି। ଦେଖନ୍ତୁ ଆପଣମାନେ ସମସ୍ତେ। ବର୍ତ୍ତମାନ ବି ମୁଁ ଯାଉଛି ଗାଡ଼ିରେ। ବର୍ତ୍ତମାନ ମୋତେ କ୍ୟାମେରା ଲଗାଇବାକୁ ପଡ଼ିଲା, ଗାଡ଼ିରେ ଲଗାଇବାକୁ ପଡ଼ୁଛି। ଏବେ ଯେଉଁ ରୁଲ୍ ହେଇଛି ସେଥିପାଇଁ ମୁଁ କହିଲି ନା କ୍ୟାମେରା ଲଗାଇ ଯିବାଟା ଠିକ୍, ନହେଲେ ଆମ ଉପରକୁ ଦୋଷଟା ହେଇଯିବ। ସରକାର ଯାହା ଯେଉଁ ନିୟମଟା କରିଛି ସେଇଟା ଆମେ ତ କିଛି କରିପାରିବୁନି ନା। 7 ଲକ୍ଷ ଟଙ୍କା ଜରିମାନା, 10 ବର୍ଷ ଜେଲ୍, କିଏ ଯିବ? ଏ ଦେଖନ୍ତୁ ପିଲାର କେମିତି ଯାଉଛନ୍ତି, ଏଠି ମାଡ଼ ହେଲେ ନା ଆମର ଭୁଲ। ଏ ବାଇକ୍ ବାଲା ତ କହୁଛି ମୁଁ ଆଗ ପଳେଇବି, ବୁଢ଼ା ହେଇକିରି କହୁଛି ମୁଁ ପୁରା ଗଜା ଟୋକା। ବର୍ତ୍ତମାନ ନିୟମ ଯାହା ହେଇଛି, ମାସକୁ 7,000 ଇନକମ୍ କରିବ ନା 7 ଲକ୍ଷ ଟଙ୍କା ଦେବ ଫାଇନ୍ ନେବେ। ଦେଖନ୍ତୁ ମୁଁ ବର୍ତ୍ତମାନ ଯେ ମୋର 60-70 ସ୍ପିଡ଼ ଚାଲିଛି। ଏଇ ବାଇକ୍ଟା ଦେଖିବେ, ଏଇ ବାଇକ୍ଟା ଟିକେ ଦେଖନ୍ତୁ ବହିଲୋକ କେମିତି ହଲିଲା। ଏମିତି ଗଳି ପଡ଼ିଥାନ୍ତେ ମୋ ଗାଡ଼ି ଆଗରେ, କଲା ମୁଁ ପଶିଥାନ୍ତି। ତାପରେ କହିଥାନ୍ତି 7 ଲକ୍ଷ ଟଙ୍କା ଦିଅ, 10 ବର୍ଷ ଜେଲ୍ ଯାଅ। କିଏ ଯିବ ଏମିତି କରିକି? ବାଇକ୍ରେ ଯେମିତି ହଲିଲା, ମୁଁ ତ ବିଶ୍ୱାସ ହିଁ କରିପାରିଲିନି। ଏମିତି କ'ଣ ମନ ମନ ସେ ହଲିଗଲା। ତାପରେ ଆମେ ଯାଇଥାନ୍ତୁ ଭିତରକୁ। 7 ଲକ୍ଷ ଟଙ୍କା, 7 ଲକ୍ଷ ତ ନାହିଁ, ସ୍ତ୍ରୀ ପନ୍ଥା ପଡ଼ିଥାନ୍ତା, 7 ଲକ୍ଷ ଆଣି ଦେଇଥାନ୍ତୁ। ତାପରେ ଯାଇଥାନ୍ତୁ ଜେଲ୍। ସ୍ତ୍ରୀ ତାପରେ ଘରକୁ ଆସିଲା ପରେ ଝାଟୁ ଆମ ପାଖରେ ବାଡ଼େଇଥାନ୍ତା। ଆଉ କାହିଁକି ଏମିତି ଆକ୍ସିଡେଣ୍ଟ କଲୁ, କାହିଁକି ଏମିତି କଲୁ? ଗାଁ ଭିତରେ ଦେଖନ୍ତୁ କେମିତି ଏମିତି ସବୁ ଗାଡ଼ି ଉପରେ ଚାଲିକି ପଳେଇବେ। ତାପରେ ଟିକେ ଗାଡ଼ି ଆଗରେ ଟିକେ ରଙ୍ଗ ଦେଖେଇବେ। ଗାଁ ରୋଡ଼ ତ ତାଙ୍କ ନିଜ ରୋଡ଼ ଉପରେ ଠିଆ ଯିବେ ଆଉ। ଇଏ ପିଲାଟା ଦେଖନ୍ତୁ ଭୁସ୍କିନି ପଳେଇ ଯାଉଛି କେମିତି। ବର୍ତ୍ତମାନ ପାର୍ଟିଟା ତ ଆମର ଟିକେ ଭଲ ପାର୍ଟି ନୁହଁ। ଫେରିକି ଯାଉଛୁ, ଭିଡ଼ିଓ କରି ଆଉ ଫେରି ଯାଉଛୁ ମନ ଦୁଃଖରେ। ପାର୍ଟି ଭଲ ପାର୍ଟି ନୁହଁ ଆଉ। ଏ ଟର୍ଣ୍ଣିଂ ବ୍ରିଜ୍ କିନ୍ତୁ ବହୁତ ଫାଷ୍ଟ କିନ୍ତୁ ଆସନ୍ତି ଦେଖନ୍ତୁ ସବୁ। ଏଠି ଭାଇନା ଓଲା ନେଇ ଯାଉଛନ୍ତି, ଓଲାରେ କହୁଛି ମୁଁ ଫାଷ୍ଟ ଯିବି ଏଠି। ସେ ଗୁରୁମାଟା ଆମର ଯାଉଛନ୍ତି ଆଗରେ, ଗୁରୁମା ତ ବାଟ ଜମା ଛାଡ଼ୁନାହାନ୍ତି, ଆଗୁଆ ମୁଁ ଯିବି ଆଉ। ଭାଇ ଆମର ପୁରା ରକେଟ୍ ଭଳିଆ ଚାଲିଛନ୍ତି, ଭାଉଜଙ୍କୁ ବସେଇ। ଭାଇଲୋ ବର୍ତ୍ତମାନ ଦେଖନ୍ତୁ ଅଟୋରେ କେମିତି ବଇଛନ୍ତି। ବର୍ତ୍ତମାନ ଅଟୋରେ ଫୁଲ୍ ହେଇକି ପଛରେ ଏମିତି ଓହଳିକି ରହିଛି ଲୋକଟେ। ଯଦି ବାଇଚାନ୍ସ ପଡ଼ିଗଲୁ ଗାଡ଼ି ଆଗରେ କ'ଣ କରିବି ମୁଁ? ତୋର ପାଇଁକା ମୁଁ ଜେଲ୍ ଯିବି, ତୋର ଭୁଲ୍ କିନ୍ତୁ ମୁଁ ନେବି କିଳା। ତା ପୁଅ 2ଟା ନେଉଛନ୍ତି।
ସାଇଡ଼୍ କିଛି ସ୍ପିଡ଼୍ ଯାଉଛି ଓଭରଟେକ୍ କରିଦେବୁ। ଯଦି ଗଳି ପଇଲୁ ଗଲା, ଖେଳ ସରିଗଲା। ଯଦି ଗଳି ପଇଲୁ ମାନେ ମୋଠୁ ବହୁତ ସ୍ପିଡ଼୍ ସେ ଓଭରଟେକ୍ କରିଛି, ମୋତେ ରାସ୍ତା ଦେଉନି। ଇଏ ଭାଇ ରାସ୍ତା ଦେଇଦେବେ, ରାସ୍ତା ଦେଇଦେଲା, ସେ ମୋତେ ରାସ୍ତା ଦେଉନି, ପୁରା ବହୁତ ଜୋର ଯାଉଛି, ସେ ବହୁତ ସ୍ପିଡ଼୍। ଅଟୋ ଭାଇ ବି ଆମେ ଜାଣିନାହାନ୍ତି ଏମିତି ଫୁଲ୍ କରି ନେଉଛନ୍ତି। ଅଟୋ ଭାଇ କିଛି କରୁନାହାନ୍ତି। ଫାଇନାଲି ଅଟୋ କ୍ରସ୍ କରିଦେଇଛୁ, ଆମେ କାଟି ଦେଇଛୁ ଅଟୋକୁ। କି ସେ କିଳା ନେବ, ବାଇଚାନ୍ସ ପଡ଼ିଯିବ ଆଗରେ, ଖେଳ ସରିଯିବ। 7 ଲକ୍ଷ ଟଙ୍କା ଜରିମାନା ଦିଅ, 10 ବର୍ଷ ଜେଲ୍ ଯାଅ। କି ଯିବୁ, ସେଥିପାଇଁ ଆମେ ଭିଡ଼ିଓ କରୁଛୁ। ରୋଡ଼ ଗଲାବେଳେ ଭୁଲ କାର୍ ଦେଖିବ। ଏଇଠି ମଉସା ମାନେ ଯାଉଛନ୍ତି ଗାଡ଼ିରେ, ବଢ଼ିଆ ଭିତରେ। ହମ୍ସ ବ୍ରେକ୍ ମାରିବାକୁ ପଡ଼ୁଛି, ବ୍ରେକ୍ ନ ମାରିଲେ ବର୍ତ୍ତମାନ ଫାଇନାଲି ପୁରୀରେ ପହଞ୍ଚିବ। 5-6 କିଲୋମିଟର ଖଣ୍ଡେ ଅଛି। ପୁରୀରେ ପହଞ୍ଚିଯିବୁ। ଆମର ପୁରୀ ଗାଡ଼ି ଗୋଟେ ଥୁଆ ହେଇଛି ଗୋଟେ ଏଠି। ଚକାଡୋଳା ବସ୍ ମୁଁ ଗଲା ଆସୁଥିଲି, ଆଇଲା ଆସିକି ଦେଖିଥିଲି ଚକାଡୋଳା ବସ୍। ଏ ଆରନ୍ ଭାଇ ତ ପୁରା ମୋତେ 2 ଥର ଓଭରଟେକ୍ କଲେଣି, 2 ଥର ବି ଗଲାଣି ମୋତେ କ୍ରସ୍ କରିକି। ରଙ୍ଗିଲାରେ ଯାଉଛି, ରଙ୍ଗିଲା ପୁରା ମରିଗଲା ପରେ ରଙ୍ଗିଲା ଛାଡ଼ିବ, ଆମେ ଫସିବୁ ତାଙ୍କ ପାଇଁ ଆଉ। ଏ ଭାଇ ଆମର ବହୁତ ରଙ୍ଗିଲା କରୁଛନ୍ତି, ମରିଗଲା ପରେ ରଙ୍ଗିଲା ଛାଡ଼ିଯିବ। ବାପା ମାଙ୍କର ଗୋଟିଏ ପୁଅ ହେଇଥିବ, ରଙ୍ଗିଲା ହେଉଛି, ଆମକୁ ଫସାଉଛି ଆଉ। ଆମେ ଫସିଯିବୁ, 7 ଲକ୍ଷ ଟଙ୍କା ଦେଇଦେବୁ, 10 ବର୍ଷ ଜେଲ୍ ଯିବୁ। ଭଲ ଭାବୁଛନ୍ତି, ପୁଣି ଓଭରଟେକ୍ କରି ଯାଉଛି ଯେ। ବହୁତ ସ୍ପିଡ଼୍ ଯାଉଛି।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ।